ଯେ ତୁ ଯୁଦ୍ଧରେ ଜୟ କର ଯୁଦ୍ଧରେ ମୁଁ ଜୟ କରିବି ଆପଣ ଅଜୟ କର ଆପଣ ତ କେହି ଯୁଦ୍ଧରେ ପରାଜିତ କରିପାରିବେନି ଆପଣ ଯୁଦ୍ଧରେ କେମିତି ଜୟ କରିବେ କହିଲେ ଏଇ ନମସ୍କାର ଦ୍ୱାରା ତାଙ୍କ ମନ ହୃଦୟ ଏତେ ଚଳିଗଲା ଯେ ସାଙ୍ଗେ ସାଙ୍ଗେ କହିଦେଲେ ମୁଁ ଯଦି ମୋ ସମ୍ମୁଖରେ କୌଣସି ନାରୀ ଆସି ଯୁଦ୍ଧ କରେ ତାହେଲେ ମୁଁ ସେଇ ଅସ୍ତ୍ର ପ୍ରତ୍ୟାହାର କରିବି ତାହେଲେ ଏଥିରେ କହିବା ତାତ୍ପର୍ଯ୍ୟ ହେଉଛି କ'ଣ ନମସ୍କାର କରିବାରୁ ତାଙ୍କ ମୃତ୍ୟୁ ହେଲେ ସେ କହିଲେ ପୁଣି ଆଗପତି ଗଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନମସ୍କାର କରୁଛନ୍ତି ଏପର୍ଯ୍ୟନ୍ତ ଯୁଦ୍ଧରେ ଜୟ କର ପଣ୍ଡା ମୁଁ ଯୁଦ୍ଧ ଜୟ କରିବି ଆପଣ ହାତ ଅସ୍ତ୍ର ଥିଲେ ତ ଆପଣଙ୍କୁ ଏ ବ୍ରହ୍ମାଣ୍ଡ କେହି ପାରିବେନି ତାହେଲେ ଆମେ ଯୁଦ୍ଧରେ ଜୟ କରିବୁ ଆପଣ ଏମିତି ମିଛ କଥା କହୁଛନ୍ତି କାହିଁକି ବୁଝନ୍ତି ସେମାନେ ନା ରେ ତୁ ଯୁଦ୍ଧରେ ଜୟ କରିବୁ ତ ଆପଣଙ୍କୁ କେମିତି ଆମେ ମାରିବୁ ଆପଣ ହାତ ଅସ୍ତ୍ର ଥିଲେ ଆମେ ପାରିବୁନି ଏତିକ କରିବ ମୁଁ ଯେତେବେଳେ ଶୁଣିବି ମୋ ନିଜ ବଂଶରେ କେହି ମରିଗଲେ ସେତେବେଳେ ମୁଁ ଅସ୍ତ୍ର ତ୍ୟାଗ କରିବି ମୋତେ ସେତିକା ମାରିବ ଏ କଥା ସବୁ କହିବା ତାତ୍ପର୍ଯ୍ୟ ହେଉଛି କ'ଣ କେବଳ ନମସ୍କାର କରିବା ଦ୍ୱାରା ତାଙ୍କ ମୃତ୍ୟୁ ହେଲେ ସେ କହିଲେ ମହେଶ୍ୱର ଏ ସବୁ ମିଶିକି ସେଇ ପରମ ବ୍ରହ୍ମ ସମସ୍ତେ ହେଉଛନ୍ତି ଭଗବାନ ବ୍ୟତୀତ କେହି ରୂପ ନେଇପାରନ୍ତି ନାହିଁ କେହି ରୂପ ନେଇପାରିବନି ତେଣୁ ଦେଖ ସମସ୍ତେ ଭଗବାନଙ୍କ ରୂପ ଭଗବାନ ଯେତେବେଳେ ଅନ୍ତର୍ଧାନ ହେଉଛନ୍ତି ଏ ସାଙ୍ଗେ ସାଙ୍ଗେ ଇଏ ସର୍ବ କରିବେ ସାଙ୍ଗେ ସାଙ୍ଗେ ଗଳାକୁ ଫୋପାଡ଼ି ଦିଅ ଏ ଶବ ନେଇଯା ପୋଡ଼ିଦେବ ଶବ ନେଇଯା ପୋତିଦେବ ସମସ୍ତଙ୍କ ଦେହରେ ସେଇ ଅରୂପାନନ୍ଦ ଟିକେ ରହିଛନ୍ତି ଯିଏ କଥା କହୁଛି କିଏ ସେ ଅରୂପାନନ୍ଦ ଆଉ ସେଇ ଶୁଣୁଛନ୍ତି କିଏ ନା ସେଇ ଅରୂପାନନ୍ଦ ସେଇ ହେଉଛନ୍ତି ତମ ଗୁରୁ ଆମ ଗୁରୁ ଜଗତଗୁରୁ ଜଗନ୍ନାଥ ସେକୁ କହୁଛନ୍ତି ଜଗନ୍ନାଥ ତାହେଲେ ସବୁବେଳେ ମନେ ରଖିଥିବ ଯାହାକୁ ତମେ ଦେଖିବ ପଶୁ ପକ୍ଷୀ କୀଟ ପତଙ୍ଗ ଯାହାକୁ ତମେ ଦେଖ ସବୁବେଳେ ତାଙ୍କୁ ନମସ୍କାର କରୁଥିବ ତା ଦ୍ୱାରା ତମର କଲ୍ୟାଣ ହେବ ଏତିକ ମୁଁ ତୁମକୁ କହୁଛି ଆଉ ଦେଖ ସେ ନାଚୁଥିଲେ ନାଚି ନାଚି କ'ଣ କରୁଛନ୍ତି ଜାଣିଛ ନାଚି ନାଚି ସେ ବ୍ରହ୍ମାଙ୍କ ପାଖରେ ବସିଗଲେ ବ୍ରହ୍ମାଙ୍କ ବୃଦ୍ଧ ବସିଗଲେ ତାଙ୍କ ଛାତିରୁ କପଡ଼ା ବାହାରିଗଲା କହିଲେ କ'ଣ ହେଲା ଇଏ ଭଳିଆ ଅପମାନିତ ମୋତେ କରୁଛି ମୁଁ ବୟୋଜ୍ୟେଷ୍ଠ ଏ ସଭାରେ ବସି ମୋତେ सारी खुशी तेरी